ନମସ୍କାର ଦର୍ଶକ ବନ୍ଧୁ। ବର୍ଷା ଋତୁ ଆସିଲେ ଆମେ ଅନେକ ସମୟରେ ଚାଟ୍, ଚାଉମିନ, ଗୁପଚୁପ୍ କିମ୍ବା ଅନ୍ୟାନ୍ୟ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ପସନ୍ଦ କରୁ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସମୟରେ ଅସ୍ୱଚ୍ଛ ବାହାର ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବର୍ଷା ଦିନରେ ପରିବେଶରେ ଆର୍ଦ୍ରତା ବେଶୀ ଥାଏ। ଏହି କାରଣରୁ ବ୍ୟାକ୍ଟେରିଆ ଓ ଭାଇରସ୍ ଖାଦ୍ୟରେ ଶୀଘ୍ର ବଢ଼ି ପାରନ୍ତି। ଯଦି ଖାଦ୍ୟ ଖୋଲାରେ ରଖାଯାଇଥାଏ କିମ୍ବା ଦୂଷିତ ପାଣିରେ ପ୍ରସ୍ତୁତ ହୋଇଥାଏ, ତେବେ ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ। ଏହାଦ୍ୱାରା ଫୁଡ୍ ପଏଜନିଂ, ଟାଇଫଏଡ୍, କଲେରା, ଡେନ୍ସିଟି, ହେପାଟାଇଟିସ୍ ଏ ଭଳି ରୋଗ ହୋଇପାରେ। ଏହି ରୋଗର ଲକ୍ଷଣ ହେଉଛି ବାନ୍ତି, ଝାଡ଼ା, ପେଟ ବ୍ୟଥା, ଜ୍ୱର ଓ ଶରୀରରେ ପାଣିର ଅଭାବ। ତେବେ କ'ଣ କରିବେ? ସବୁବେଳେ ଗରମ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ, ଫୁଟା ଯାଇଥିବା ପାଣି ପିଅନ୍ତୁ, ଖାଇବା ପୂର୍ବରୁ ସାବୁନରେ ହାତ ଧୁଅନ୍ତୁ, ଖୋଲାରେ ବିକ୍ରି ହେଉଥିବା ଫଳ ଏବଂ ପନିପରିବାଠାରୁ ଦୂରେଇ ରଖନ୍ତୁ। ନିଟ୍ ଆଣ୍ଡ କ୍ଲିନ୍ ଦୋକାନରୁ ଖାଦ୍ୟ କିଣନ୍ତୁ। ମନେ ରଖନ୍ତୁ, ସବୁ ବାହାର ଖାଦ୍ୟ ଖରାପ ନୁହେଁ, କିନ୍ତୁ ଯେଉଁଠାରେ ସ୍ୱଚ୍ଛତା ରଖାଯାଇ ନଥାଏ, ସେଠାରୁ ଖାଦ୍ୟ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇପାରେ। ଯଦି ବାରମ୍ବାର ବାନ୍ତି, ଝାଡ଼ା, ଉଚ୍ଚ ଜ୍ୱର କିମ୍ବା ଶରୀରରେ ପାଣି କମିଯିବାର ଲକ୍ଷଣ ଦେଖାଯାଏ, ତେବେ ଘରୋଇ ଚିକିତ୍ସାରେ ସମୟ ନଷ୍ଟ ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।